ओम शांति। परम प्रिय परमात्मा शिव भगवान को कोटि कोटि नमन। आज 4/9/2025 मसीहा प्रातः मुरली। परम प्रिय बापदादा कहले, मिठे बच्चे, संगम जुगरे तुमको स्नेहर सागर बाबा स्नेह ही संपत्ति रूपरे देउछंती। ସେଥିପାଇଁ ତୁମେମାନେ ମଧ୍ୟ ସମସ୍ତଙ୍କୁ ସ୍ନେହ ଦିଅ, କ୍ରୋଧ କର ନାହିଁ। ପ୍ରଶ୍ନରେ ବାବା କହିଲେ, ନିଜର ରେଜିଷ୍ଟରକୁ ଅର୍ଥାତ୍ ଚରିତ୍ରକୁ ଠିକ୍ ରଖିବା ପାଇଁ ବାବା ତୁମକୁ କେଉଁ ରାସ୍ତା ବତାଇଛନ୍ତି? ଉତ୍ତରରେ ବାବା କହିଲେ, ବାବା ତୁମକୁ ସ୍ନେହର ରାସ୍ତା ହିଁ ବତାଉଛନ୍ତି। ଶ୍ରୀମତ ଦେଉଛନ୍ତି, ପିଲାମାନେ ସମସ୍ତଙ୍କ ସହିତ ସ୍ନେହପୂର୍ଣ୍ଣ ବ୍ୟବହାର କର, କାହାକୁ ବି ଦୁଃଖ ଦିଅ ନାହିଁ। କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କେବେ ହେଲେ ବି ଓଲଟା କର୍ମ କର ନାହିଁ। ସର୍ବଦା ଏହି କଥା ଯାଞ୍ଚ କର କି ମୋ ଭିତରେ କୌଣସି ଆସୁରୀ ଗୁଣ ନାହିଁ ତ? ମୁଁ ମୁଡି ଅର୍ଥାତ୍ ମନୁଆ ନୁହେଁ ତ? କୌଣସି କଥାରେ ବିଗିଡ଼ି ଯାଉନି ତ? ଗୀତରେ ବାବା କହିଲେ, यह वक्त जा रहा है। ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଗୀତ ଶୁଣିଲେ। ଦିନକୁ ଦିନ ନିଜର ଘର ଅଥବା ଲକ୍ଷ୍ୟ ନିକଟତର ହେଉଛି। ଏବେ ଯାହା କିଛି ଶ୍ରୀମତ ମିଳୁଛି ସେଥିରେ ଅବହେଳା କର ନାହିଁ। ବାବାଙ୍କର ନିର୍ଦ୍ଦେଶ ମିଳୁଛି ଯେ ସମସ୍ତଙ୍କୁ ସନ୍ଦେଶ ଦିଅ। ପିଲାମାନେ ଜାଣିଛନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କୁ ଏହି ସନ୍ଦେଶ ଦେବାକୁ ହେବ। ପୁଣି କୌଣସି ସମୟରେ ଆସି ହିଁ ଯିବେ। ଯେତେବେଳେ ବହୁତ ହୋଇଯିବେ ତେବେ ବହୁତଙ୍କୁ ସନ୍ଦେଶ ଦେବ। ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ତ ମିଳିବ ନା। ସନ୍ଦେଶ ଦେବା ବହୁତ ସହଜ କଥା। କେବଳ ଏତିକି କୁହ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ଏବଂ କୌଣସି କର୍ମେନ୍ଦ୍ରିୟ ଦ୍ୱାରା ମନ, ବାଣୀ, କର୍ମରେ ଖରାପ କାମ କର ନାହିଁ। ପ୍ରତ୍ୟେକ ସଂକଳ୍ପ ପ୍ରଥମେ ମନରେ ଆସେ, ତାପରେ ବାଣୀରେ ଆସିଥାଏ। ଏବେ ତୁମକୁ ଭୁଲ ଠିକ୍ କଥା ବୁଝିବା ପାଇଁ ବୁଦ୍ଧି ଦରକାର। ଏହା ପୁଣ୍ୟର କାମ ଅଟେ। ଏହା କରିବା ଉଚିତ। ମନରେ କ୍ରୋଧ କରିବାର ସଂକଳ୍ପ ଆସେ, କିନ୍ତୁ ବୁଦ୍ଧି ତ ମିଳିଛି। ଜାଣୁଛ, ଯଦି କ୍ରୋଧ କରିବ ତେବେ ପାପ ହୋଇଯିବ। ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ପୁଣ୍ୟ ଆତ୍ମା ହୋଇଯିବ। ଏମିତି ନୁହେଁ, ହଉ ହେଲା, ଏବେ ହୋଇଗଲା, ପୁଣି କରିବୁ ନାହିଁ। ଏପରି ପୁଣି ପୁଣି କହିବା ଦ୍ୱାରା ଅଭ୍ୟାସରେ ପଡ଼ିଯିବ। ମନୁଷ୍ୟ ଏପରି କର୍ମ କରି ମଧ୍ୟ ପାପ ବୋଲି ଭାବୁନାହାନ୍ତି। ବିକାରକୁ ମଧ୍ୟ ପାପ ବୋଲି ଭାବୁନାହାନ୍ତି। ଏବେ ବାବା ବତାଇଛନ୍ତି, ବିକାର ସବୁଠାରୁ ବଡ଼ର ବଡ଼ ପାପ। ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ ଏବଂ ସମସ୍ତଙ୍କୁ ବାବାଙ୍କ ସନ୍ଦେଶ ଦେବାକୁ ହେବ ଯେ ମୋତେ ମନେ ପକାଅ, ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି। ଯେବେ କାହାର ମୃତ୍ୟୁ ସମୟ ଆସିଥାଏ ତ ତାଙ୍କୁ ଈଶ୍ୱର ପିତାଙ୍କୁ ମନେ ପକାଇବା ପାଇଁ କହିଥାନ୍ତି। କୁହନ୍ତି, ପରମ ପିତାଙ୍କୁ ମନେ ପକାଅ। ସେମାନେ ଭାବୁଛନ୍ତି ଯେ ମୃତ୍ୟୁ ପରେ ଏମାନେ ଈଶ୍ୱର ପିତାଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ସେମାନେ ଏକଥା ଜାଣିନାହାନ୍ତି ଯେ ଈଶ୍ୱର ପିତାଙ୍କୁ ମନେ ପକାଇଲେ କ'ଣ ହେବ, କେଉଁଠାକୁ ଯିବେ। ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଧାରଣ କରୁଛି। ଈଶ୍ୱର ପିତାଙ୍କ ପାଖକୁ ତ କେହି ଯାଇପାରିବେ ନାହିଁ। ତେଣୁ ବର୍ତ୍ତମାନ ତୁମ ପିଲାମାନଙ୍କୁ ଅବିନାଶୀ ପିତାଙ୍କୁ ଅବିନାଶୀ ଭାବେ ମନେ ପକାଇବା ଉଚିତ। ଯେବେ ତମ ପ୍ରଧାନ ଦୁଃଖୀ ହୋଇଯାଇଥାନ୍ତି ତେବେ ପରସ୍ପରକୁ କହିଥାନ୍ତି, ଈଶ୍ୱରୀୟ ପିତାଙ୍କୁ ମନେ ପକାଅ। ସବୁ ଆତ୍ମା ପରସ୍ପରକୁ ଏକଥା କହୁଛନ୍ତି। ଆତ୍ମା ହିଁ ତ କହୁଛି ନା। ଏପରି ନୁହେଁ ଯେ ପରମାତ୍ମା କହୁଛନ୍ତି। ଆତ୍ମା ଆତ୍ମାଙ୍କୁ ହିଁ କହୁଛି, ବାବାଙ୍କୁ ମନେ ପକାଅ। ଏହା ଏକ ସାଧାରଣ ପ୍ରଥା। ମୃତ୍ୟୁ ସମୟରେ ଈଶ୍ୱରଙ୍କୁ ମନେ ପକାଇଥାନ୍ତି। ଈଶ୍ୱରଙ୍କ ପ୍ରତି ଡର ରହିଥାଏ। ବୁଝୁଛନ୍ତି ଯେ ଭଲ ଏବଂ ମନ୍ଦ କର୍ମର ଫଳ ଈଶ୍ୱର ହିଁ ଦେବେ। ଖରାପ କର୍ମ କଲେ ଈଶ୍ୱର ଧର୍ମରାଜ ଦ୍ୱାରା ବହୁତ ଦଣ୍ଡ ଦେବେ। ସେଥିପାଇଁ ଡର ରହୁଛି। ବରାବର କର୍ମଫଳ ତ ଭୋଗ କରିବାକୁ ପଡ଼ିବ ନା। ତୁମେ ଏବେ କର୍ମ, ଅକର୍ମ, ବିକର୍ମର ଗତିକୁ ବୁଝୁଛ। ଜାଣିଛ ଯେ
ଏହି କର୍ମ ଅକର୍ମ ହେଲା। ବାବାଙ୍କ ସ୍ମୃତିରେ ରହି କର୍ମ କଲେ ଭଲ କର୍ମ କରିଥାନ୍ତି। ରାବଣ ରାଜ୍ୟରେ ମନୁଷ୍ୟ ଖରାପ କର୍ମ ହିଁ କରିଥାନ୍ତି। ରାମ ରାଜ୍ୟରେ କେବେ ଖରାପ କର୍ମ ହୋଇନଥାଏ। ଏବେ ଶ୍ରୀମତ ତ ମିଳି ଚାଲିଛି। କେଉଁଠି ବି ଡାକରା ଆସୁଛି ସେଠାକୁ ଯିବା ଉଚିତ ନା ଉଚିତ ନୁହେଁ, ପ୍ରତ୍ୟେକ କଥା ପଚାରିବା ପରେ କରିବା ଉଚିତ। ଧରିନିଅ, ଯଦି କେହି ପୁଲିସ ଚାକିରି କରିଛନ୍ତି, ସେମାନଙ୍କୁ ମଧ୍ୟ ବୁଝାଯାଉଛି ଯେ ତୁମେ ପ୍ରଥମେ ସ୍ନେହର ସହିତ ବୁଝାଅ। ସତ୍ୟ କଥା ନ କହିଲେ ପରେ ଦଣ୍ଡ ଦିଅ। ସ୍ନେହର ସହିତ ବୁଝାଇବା ଦ୍ୱାରା ମାନିଯିବେ। କିନ୍ତୁ ସେହି ସ୍ନେହ ସହ ଯଦି ଯୋଗ ବଳ ଭରି ହୋଇ ରହିଥିବ, ତେବେ ସେଇ ସ୍ନେହର ଶକ୍ତି ଦ୍ୱାରା ଯାହାକୁ ବି ବୁଝାଇଲେ ସେ ବୁଝିଯିବେ। ଭାବିବେ ଯେପରି ଈଶ୍ୱର ଆମକୁ ବୁଝାଉଛନ୍ତି। ତୁମେ ଈଶ୍ୱରଙ୍କ ସନ୍ତାନ ଯୋଗୀ ଅଟ ନା? ତୁମ ପାଖରେ ମଧ୍ୟ ଈଶ୍ୱରୀୟ ଶକ୍ତି ରହିଛି। ଈଶ୍ୱର ସ୍ନେହର ସାଗର ଅଟନ୍ତି। ତାଙ୍କ ପାଖରେ ଶକ୍ତି ଅଛି ନା? ସମସ୍ତଙ୍କୁ ଶକ୍ତି ଦେଉଛନ୍ତି, ସମସ୍ତଙ୍କୁ ସମ୍ପତ୍ତି ଦେଉଛନ୍ତି। ତୁମେ ଜାଣିଛ ସ୍ୱର୍ଗରେ ପରସ୍ପର ମଧ୍ୟରେ ସ୍ନେହ ଭରି ହୋଇ ରହିଥାଏ। ଏବେ ତୁମେ ସ୍ନେହର ସମ୍ପୂର୍ଣ୍ଣ ସମ୍ପତ୍ତି ନେଉଛ। ସମ୍ପତ୍ତି ନେଇ ନେଇ କ୍ରମ ଅନୁସାରେ ପୁରୁଷାର୍ଥ କରି କରି ସ୍ନେହୀ ହୋଇଯିବ। ବାବା କହୁଛନ୍ତି, କାହାକୁ ବି ଦୁଃଖ ଦିଅ ନାହିଁ, ନଚେତ ଦୁଃଖୀ ହୋଇ ମରିବ। ବାବା ସ୍ନେହର ରାସ୍ତା ବତାଉଛନ୍ତି। ମନରେ ଆସିବା ଦ୍ୱାରା ତାହା ଚେହେରାରେ ମଧ୍ୟ ଆସିଯାଇଥାଏ। କର୍ମେନ୍ଦ୍ରିୟ ଦ୍ୱାରା କରିଦେଲେ ରେଜିଷ୍ଟର ଖରାପ ହୋଇଯିବ। ଦେବତାମାନଙ୍କର ଚାଲିଚଳନର ଗାୟନ କରିଥାନ୍ତି ନା, ସେଥିପାଇଁ ବାବା କହୁଛନ୍ତି ଦେବତାମାନଙ୍କର ପୂଜାରୀମାନଙ୍କୁ ବୁଝାଅ। ସେମାନେ ମହିମା ଗାନ କରୁଛନ୍ତି। ଆପଣ ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ ଅଟନ୍ତି ଏବଂ ନିଜର ଚାଲିଚଳନର ଦୋଷ ତ୍ରୁଟି ମଧ୍ୟ ଶୁଣାଉଛନ୍ତି। ତେଣୁ ତାଙ୍କୁ ଏପରି ବୁଝାଅ ଯେ ତୁମେ ଦିନେ ଏପରି ଥିଲ, ଏବେ ନାହଁ, ପୁଣି ନିଶ୍ଚୟ ଏପରି ହେବ। ତୁମେ ଏପରି ଦେବତା ହେବା ପାଇଁ ଏପରି ଚାଲିଚଳନ ଧାରଣ କର। ନିଜର ଯାଞ୍ଚ କରିବାକୁ ହେବ। ମୁଁ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟେ ତ? ମୋ ଭିତରେ କୌଣସି ଆସୁରୀ ଗୁଣ ନାହିଁ ତ? କୌଣସି କଥାରେ ବିଗିଡ଼ି ଯାଉ ନାହିଁ ତ? ମୁଁ ମନୁଆ ନୁହେଁ ତ? ଅନେକ ଥର ତୁମେ ପୁରୁଷାର୍ଥ କରିଛ। ବାବା କହୁଛନ୍ତି ତୁମକୁ ଏପରି ହେବାକୁ ପଡ଼ିବ। ତିଆରି କରିବା ବାଲା ମଧ୍ୟ ଉପସ୍ଥିତ ଅଛନ୍ତି। କହୁଛନ୍ତି କଳ୍ପ କଳ୍ପ ତୁମକୁ ଏହିପରି କରୁଛି। କଳ୍ପ ପୂର୍ବରୁ ଯେଉଁମାନେ ଜ୍ଞାନ ନେଇଥିଲେ ସେମାନେ ନିଶ୍ଚୟ ଆସି ନେବେ। ପୁରୁଷାର୍ଥ ମଧ୍ୟ କରାଯାଉଛି ଏବଂ ଚିନ୍ତାଶୂନ୍ୟ ମଧ୍ୟ ରହୁଛନ୍ତି। ଡ୍ରାମାରେ ଏହିପରି ନିର୍ଦ୍ଧାର୍ଯ୍ୟ ରହିଛି। କେହି କେହି କହୁଛନ୍ତି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଥିଲେ ନିଶ୍ଚୟ କରିବୁ। ଯଦି କଳ୍ପ ପୂର୍ବେ ହୋଇଥିବ ତେବେ ଡ୍ରାମା କରାଇବ। ବୁଝିବାକୁ ହେବ ତାଙ୍କ ଭାଗ୍ୟରେ ନାହିଁ। ଆରମ୍ଭରେ ମଧ୍ୟ ଜଣେ ଏପରି ବିଗିଡ଼ି ଯାଇଥିଲେ, ତାଙ୍କ ଭାଗ୍ୟରେ ନଥିଲା। କହିଥିଲେ ଡ୍ରାମାରେ ଥିଲେ ଡ୍ରାମା ମୋତେ ପୁରୁଷାର୍ଥ କରାଇବ, ବାସ୍ ଛାଡ଼ିଦେଲେ। ଏପରି ତୁମକୁ ମଧ୍ୟ ବହୁତ ଆତ୍ମା ଦେଖିବାକୁ ମିଳୁଛନ୍ତି। ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି। ବ୍ୟାଜ୍ ମଧ୍ୟ ତୁମ ପାଖରେ ଅଛି। ନିଜର ଚାର୍ଟକୁ ଦେଖିବା ପରି ବ୍ୟାଜ୍କୁ ମଧ୍ୟ ଦେଖ। ନିଜର ଚାଲିଚଳନକୁ ମଧ୍ୟ ଦେଖ। କେବେ ହେଲେ ବି କ୍ରିମିନାଲ ଦୃଷ୍ଟି ନ ରହୁ। ମୁଖରୁ କୌଣସି ଖରାପ କଥା ନ ବାହାରୁ। ଖରାପ କଥା କହିବାକୁ କେହି ନଥିଲେ କାନ ଶୁଣିବ କିପରି? ସତ୍ୟ ଯୁଗରେ ସମସ୍ତେ ଦୈବୀ ଗୁଣଧାରୀ ହୋଇଥାନ୍ତି। କୌଣସି ଖରାପ କଥା ରହିବ ନାହିଁ। ଲକ୍ଷ୍ମୀନାରାୟଣ ମଧ୍ୟ ବାବାଙ୍କ ଦ୍ୱାରା ପ୍ରାରବ୍ଧ ପାଇଛନ୍ତି। ଏକଥା ତ ସମସ୍ତଙ୍କୁ କୁହ ଯେ ବାବାଙ୍କୁ ୟାଦ କଲେ ବିକର୍ମ ବିନାଶ ହୋଇଯିବ। ଏଥିରେ କ୍ଷତି ହେବାର କୌଣସି କଥା ନାହିଁ। ଆତ୍ମା ସଂସ୍କାର ନେଇ ଯାଇଥାଏ। ସନ୍ନ୍ୟାସୀ ହୋଇଥିଲେ ପୁଣି ସନ୍ନ୍ୟାସୀ ଧର୍ମକୁ ଆସିଯିବେ। ବୃକ୍ଷ ତ ତାଙ୍କର ବଢ଼ି ଚାଲିଛି ନା। ବର୍ତ୍ତମାନ ସମୟରେ ତୁମେ ପରିବର୍ତ୍ତିତ ହେଉଛ। ମନୁଷ୍ୟ ହିଁ ଦେବତା ହେଉଛନ୍ତି। ସମସ୍ତେ କ'ଣ ଏକତ୍ର ଆସିବେ? କ୍ରମାନୁସାରେ ହିଁ ଆସିବେ। ଡ୍ରାମାରେ ସମୟ ପୂର୍ବରୁ
କୌଣସି ଅଭିନେତା ଷ୍ଟେଜ୍ ଉପରକୁ ଆସିପାରିବେ ନାହିଁ, ଭିତରେ ବସି ରହିଥାନ୍ତି। ସମୟ ହେଲେ ଅଭିନୟ କରିବା ପାଇଁ ଷ୍ଟେଜ୍ ଉପରକୁ ଆସିଥାନ୍ତି। ତାହା ହେଉଛି ଛୋଟ ନାଟକ, ଏହା ହେଉଛି ବିଶାଳ ନାଟକ। ବୁଦ୍ଧିରେ ଅଛି ଆମ ଅଭିନେତାମାନଙ୍କୁ ନିଜ ସମୟରେ ଆସି ଅଭିନୟ କରିବାକୁ ହେବ। ଏହା ବେହଦର ବିଶାଳ ବୃକ୍ଷ ଅଟେ। କ୍ରମ ଅନୁସାରେ ଆସୁଛନ୍ତି, ପୁଣି ଯାଉଛନ୍ତି। ପ୍ରଥମରୁ ଗୋଟିଏ ଧର୍ମ ଥିଲା, ସବୁ ଧର୍ମାବଲମ୍ବୀମାନେ ଆରମ୍ଭରୁ ଆସିପାରିବେ ନାହିଁ। ପ୍ରଥମେ ତ ଦେବୀ ଦେବତା ଧର୍ମାବଲମ୍ବୀ ହିଁ ଅଭିନୟ କରିବାକୁ ଆସିବେ, ତାହା ପୁଣି କ୍ରମ ଅନୁସାରେ। ବୃକ୍ଷର ରହସ୍ୟକୁ ମଧ୍ୟ ବୁଝିବାକୁ ହେବ। ବାବା ହିଁ ଆସି ସମ୍ପୂର୍ଣ୍ଣ କଳ୍ପବୃକ୍ଷର ଜ୍ଞାନ ଶୁଣାଉଛନ୍ତି। ଏହାଙ୍କର ତୁଳନା ପୁଣି ନିରାକାରୀ ବୃକ୍ଷ ସହିତ ହେଉଛି। ଏକମାତ୍ର ବାବା ହିଁ କହୁଛନ୍ତି, ମୁଁ ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ବୀଜ ଅଟେ। ବୀଜ ମଧ୍ୟରେ ବୃକ୍ଷ ବିଦ୍ୟମାନ ନୁହେଁ, କିନ୍ତୁ ବୃକ୍ଷର ଜ୍ଞାନ ବିଦ୍ୟମାନ ଅଛି। ପ୍ରତ୍ୟେକ ଆତ୍ମାର ନିଜସ୍ୱ ଅଭିନୟ ରହିଛି। ଚୈତନ୍ୟ ବୃକ୍ଷ ଅଟେ ନା, ବୃକ୍ଷର ପତ୍ର ମଧ୍ୟ କ୍ରମ ଅନୁସାରେ ବାହାରୁଛି। ଏହି ବୃକ୍ଷକୁ କେହି ବି ବୁଝୁନାହାନ୍ତି। ଏହାର ବୀଜ ଉପରେ ରହିଛି, ସେଥିପାଇଁ ଏହାକୁ ଓଲଟ ବୃକ୍ଷ କୁହାଯାଉଛି। ରଚୟିତା ବାବା ଉପରେ ରହିଛନ୍ତି। ତୁମେ ଜାଣିଛ, ଆମକୁ ଘରକୁ ଯିବାକୁ ହେବ, ଯେଉଁଠି ଆତ୍ମାମାନେ ନିବାସ କରନ୍ତି। ଏବେ ଆମକୁ ପବିତ୍ର ହୋଇଯିବାକୁ ହେବ। ତୁମର ଯୋଗ ବଳ ଦ୍ୱାରା ସାରା ବିଶ୍ୱ ପବିତ୍ର ହୋଇଯାଉଛି। ତୁମ ପାଇଁ ତ ପବିତ୍ର ସୃଷ୍ଟି ଦରକାର ନା। ତୁମେ ପବିତ୍ର ହେଉଥିବାରୁ ଦୁନିଆକୁ ମଧ୍ୟ ପବିତ୍ର କରିବାକୁ ପଡ଼ିବ। ସବୁ କିଛି ପବିତ୍ର ହୋଇଯାଇଥାଏ। ଏହା ତୁମର ବୁଦ୍ଧିରେ ଅଛି। ଆତ୍ମାରେ ହିଁ ମନ ବୁଦ୍ଧି ରହିଛି ନା। ଆତ୍ମା ଚୈତନ୍ୟ ଅଟେ। ଆତ୍ମା ହିଁ ଜ୍ଞାନକୁ ଧାରଣ କରିପାରିବ। ତେଣୁ ମଧୁର ସନ୍ତାନମାନଙ୍କର ଏହି ସମସ୍ତ ରହସ୍ୟ ବୁଦ୍ଧିରେ ରହିବା ଦରକାର ଯେ କିପରି ଆମେ ପୁନର୍ଜନ୍ମ ନେଉଛୁ। 84 ଜନ୍ମର ଚକ୍ର ତୁମର ପୂରା ହେଉଥିବାରୁ ସମସ୍ତଙ୍କର ପୂରା ହେଉଛି। ସମସ୍ତେ ପବିତ୍ର ହୋଇଯାଉଛନ୍ତି। ଏହା ଅନାଦି ସ୍ୱତଃ ପ୍ରସ୍ତୁତ ହୋଇଥିବା ଡ୍ରାମା ଅଟେ। ଗୋଟିଏ ସେକେଣ୍ଡ ମଧ୍ୟ ଅଟକୁ ନାହିଁ। ସେକେଣ୍ଡ ପରେ ସେକେଣ୍ଡ ଯାହା କିଛି ହେଉଛି, ତାହା ପୁଣି କଳ୍ପ ପରେ ହେବ। ପ୍ରତ୍ୟେକ ଆତ୍ମାରେ ଅବିନାଶୀ ଅଭିନୟ ଭରି ହୋଇ ରହିଛି। ଲୌକିକ ଅଭିନେତା 2-4 ଘଣ୍ଟାର ଅଭିନୟ କରିଥାନ୍ତି। ଏଠାରେ ତ ଆତ୍ମାକୁ ସ୍ୱତଃ ଅଭିନୟ ମିଳିଛି। ତେଣୁ ପିଲାମାନଙ୍କୁ କେତେ ଖୁସି ହେବା ଉଚିତ। ସଙ୍ଗମରେ ହିଁ ଅତୀନ୍ଦ୍ରିୟ ସୁଖର ଗାୟନ ରହିଛି। ବାବା ଆସୁଛନ୍ତି, ତେଣୁ ଆମେ 21 ଜନ୍ମ ପାଇଁ ସଦା ସୁଖୀ ହେଉଛେ। ଖୁସିର କଥା ଅଟେ ନା। ଯିଏ ଭଲ ଭାବରେ ବୁଝି ପୁଣି ବୁଝାଉଛନ୍ତି, ସେମାନେ ସେବାରେ ଲାଗି ରହୁଛନ୍ତି। କୌଣସି ସନ୍ତାନ ନିଜେ କ୍ରୋଧୀ ହୋଇଥିଲେ ଅନ୍ୟ ମଧ୍ୟରେ କ୍ରୋଧର ପ୍ରବେଶ ହୋଇଯାଇଥାଏ। 2 ହାତରେ ତାଳି ବାଜିଥାଏ। ସତ୍ୟ ଯୁଗରେ ଏପରି ହେବ ନାହିଁ। ଏଠାରେ ତୁମ ସନ୍ତାନମାନଙ୍କୁ ଶିକ୍ଷା ମିଳୁଛି। କେହି କ୍ରୋଧ କଲେ ତୁମେ ତାଙ୍କ ଉପରେ ଫୁଲ ଚଢ଼ାଅ, ଅର୍ଥାତ୍ ସ୍ନେହର ସହିତ ବୁଝାଅ। ଏହା ମଧ୍ୟ ଏକ ଭୂତ, ଯାହାକି ବହୁତ କ୍ଷତି କରିଦେବ। କ୍ରୋଧ କେବେ କରିବା ଉଚିତ ନୁହେଁ। ଶିଖାଉଥିବା ବ୍ୟକ୍ତି ନିକଟରେ କ୍ରୋଧ ବିଲକୁଲ ରହିବା ଅନୁଚିତ। କ୍ରମ ଅନୁସାରେ ପୁରୁଷାର୍ଥ କରିଚାଲିଛନ୍ତି। କାହାର ତୀବ୍ର, କାହାର ଢିଲା ପୁରୁଷାର୍ଥ ହେଉଛି। ଢିଲା ପୁରୁଷାର୍ଥୀ ନିଶ୍ଚୟ ନିଜର ବଦନାମୀ ହିଁ କରିବେ। କାହା ଭିତରେ କ୍ରୋଧ ଥିଲେ ଯେଉଁ ଆଡ଼େ ଗଲେ ମଧ୍ୟ ସେଠାରେ କ୍ରୋଧ କରିଥାନ୍ତି। କୌଣସି ବି ଖରାପ ପ୍ରକୃତିର ଲୋକ ଏଠାରେ ରହିପାରିବେ ନାହିଁ। ପରୀକ୍ଷା ଯେବେ ପୂରା ହେବ, ତେବେ ସମସ୍ତେ ଜାଣିପାରିବେ କିଏ କିଏ କ'ଣ ହେଉଛନ୍ତି। ସବୁ ସାକ୍ଷାତକାର ହେବ। ଯିଏ ଯେପରି କାମ କରିଥାନ୍ତି, ତାଙ୍କର ସେହିପରି ମହିମା ହୋଇଥାଏ। ତୁମେ ସନ୍ତାନମାନେ ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଛ। ତୁମେ ସମସ୍ତେ ଅନ୍ତର୍ଯ୍ୟାମୀ ଅଟ। ଆତ୍ମା ଅନ୍ତରରେ ସବୁ କିଛି ଜାଣିଛି। ଏହି ସୃଷ୍ଟିଚକ୍ର କିପରି ଘୁରୁଛି। ସାରା ସୃଷ୍ଟିର ମନୁଷ୍ୟମାନଙ୍କର ଚାଲିଚଳନ ଓ ସବୁ ଧର୍ମର ଜ୍ଞାନ ତୁମଠାରେ ଅଛି। ତାଙ୍କୁ ହିଁ କୁହାଯିବ ଅନ୍ତର୍ଯ୍ୟାମୀ।
ଆତ୍ମାକୁ ସବୁ କିଛି ଜଣାପଡ଼ିଗଲା। ଏପରି ନୁହେଁ ଭଗବାନ ଘଟ ଘଟର ବାସି ଅଟନ୍ତି। ତାଙ୍କୁ ଜାଣିବାର କ'ଣ ଦରକାର ରହିଛି? ସେ ତ ବର୍ତ୍ତମାନ ବି କହୁଛନ୍ତି, ଯିଏ ଯେପରି ପୁରୁଷାର୍ଥ କରିବ ସେପରି ଫଳ ପାଇବ। ମୋର ଜାଣିବାର କୌଣସି ଆବଶ୍ୟକତା ନାହିଁ। ଯାହା କହୁଛନ୍ତି ତାର ଦଣ୍ଡ ମଧ୍ୟ ନିଜେ ଭୋଗ କରିବେ। ଯଦି ଏପରି ଚଳଣି ଚାଲିବ ତେବେ ଅଧମ ଗତିକୁ ଚାଲିଯିବ। ପଦ ବହୁତ କମ୍ ହୋଇଯିବ। ସ୍କୁଲମାନଙ୍କରେ ଫେଲ୍ ହୋଇଗଲେ ପୁଣି ପରବର୍ଷ ପଢ଼ିଥାନ୍ତି। ଏହି ପାଠପଢ଼ା ତ କଳ୍ପ କଳ୍ପାନ୍ତର ପାଇଁ ହେଉଛି। ବର୍ତ୍ତମାନ ନ ପଢ଼ିଲେ କଳ୍ପ କଳ୍ପାନ୍ତର ପଢ଼ିବ ନାହିଁ। ସମ୍ପୂର୍ଣ୍ଣ ଈଶ୍ୱରୀୟ ଲଟେରୀ ନେବା ଦରକାର ନା। ଏହି କଥା ତୁମେ ବୁଝିପାରୁଛ। ଭାରତ ଯେବେ ସୁଖଧାମ ହେବ ତେବେ ଅନ୍ୟ ସମସ୍ତେ ଶାନ୍ତିଧାମରେ ରହିବେ। ପିଲାମାନେ ଖୁସି ହେବା ଉଚିତ। ଏବେ ଆମର ସୁଖର ଦିନ ଆସୁଛି। ଦୀପାବଳି ଦିନ ନିକଟତର ହେଲେ କହିଥାନ୍ତି, ବାକି ଏତିକି ଦିନ ରହିଲା, ପୁଣି ନୂଆ କପଡ଼ା ପିନ୍ଧିବୁ। ତୁମେ ମଧ୍ୟ କହୁଛ ସ୍ୱର୍ଗ ଆସୁଛି। ଆମେ ନିଜକୁ ଜ୍ଞାନ ଗୁଣରେ ସଜାଇଲେ ସ୍ୱର୍ଗରେ ବହୁତ ସୁଖ ପାଇବୁ। ସାହୁକାରକୁ ତ ସାହୁକାରୀର ନିଶା ରହିଥାଏ। ମନୁଷ୍ୟ ବିଲକୁଲ ଘୋର ନିଦ୍ରାରେ ଅଛନ୍ତି। ପୁଣି ଅଚାନକ ଜଣାପଡ଼ିବ ଇଏ ତ ସତ୍ୟ କହୁଥିଲେ। ସତ୍ୟର ସଙ୍ଗ ହେଲେ ସତ୍ୟକୁ ହିଁ ବୁଝିବେ। ତୁମେ ଏବେ ସତ୍ୟର ସଙ୍ଗରେ ରହିଛ, ତେଣୁ ସତ୍ ବାପାଙ୍କ ଦ୍ୱାରା ସତ୍ ହେଉଛ। ସେମାନେ ସମସ୍ତେ ଅସତ୍ୟ ଦ୍ୱାରା ଅସତ୍ୟ ହେଉଛନ୍ତି। ଏବେ ପ୍ରଭେଦ ମଧ୍ୟ ଛପାଯାଉଛି କି ଭଗବାନ କ'ଣ କହୁଛନ୍ତି ଏବଂ ମନୁଷ୍ୟ କ'ଣ କହୁଛନ୍ତି। ଏସବୁ ମାଗାଜିନରେ ମଧ୍ୟ ବାହାର କରିପାରିବ। ଶେଷରେ ତୁମରି ହିଁ ତ ବିଜୟ ହେବ। ଯିଏ ପୂର୍ବ କଳ୍ପ ପୂର୍ବରୁ ପଦ ପାଇଥିଲେ ସେ ନିଶ୍ଚୟ ପାଇବେ। ଏହା ନିଶ୍ଚିତ ଅଟେ। ସେଠାରେ ଅକାଳ ମୃତ୍ୟୁ ହେବ ନାହିଁ। ଆୟୁ ମଧ୍ୟ ଅଧିକା ହେବ। ଯେବେ ପବିତ୍ରତା ଥିଲା ତେବେ ଆୟୁ ବି ଅଧିକ ଥିଲା। ବାବା ପତିତ ପାବନ ପରମାତ୍ମା ହୋଇଥିବାରୁ ନିଶ୍ଚୟ ସେ ହିଁ ପବିତ୍ର କରିଥିବେ। ଶ୍ରୀକୃଷ୍ଣଙ୍କ କଥା ଶୋଭା ପାଉନାହିଁ। ପୁରୁଷୋତ୍ତମ ସଙ୍ଗମ ଯୁଗରେ ପୁଣି ଶ୍ରୀକୃଷ୍ଣ କୁଆଡ଼ୁ ଆସିବେ? ସେଇ ଚେହେରାର ମନୁଷ୍ୟ ପୁଣି ରହିବେ ନାହିଁ। 84 ଜନ୍ମ, 84 ଚେହେରା, 84 ପ୍ରକାରର ଅଭିନୟ। ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ। ଏଥିରେ ଫରକ ହୋଇପାରିବ ନାହିଁ। ଡ୍ରାମା କିପରି ଚମତ୍କାର ଭାବେ ରଚନା କରାଯାଇଛି। ଆତ୍ମା ଛୋଟ ବିନ୍ଦୁ, ଏଥିରେ ଅନାଦି ପାଠ ଭରି ହୋଇ ରହିଛି। ଏହାକୁ କୁଦରତ କୁହାଯାଉଛି। ମନୁଷ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ। କିନ୍ତୁ ପ୍ରଥମେ ଏହି ସନ୍ଦେଶ ଦେବାକୁ ହେବ ଯେ ବାବାଙ୍କୁ ମନେ ପକାଅ। ସେ ହିଁ ପତିତ ପାବନ ଅଟନ୍ତି, ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ସତ୍ୟ ଯୁଗରେ ଦୁଃଖର କୌଣସି କଥା ରହିବ ନାହିଁ। କଳି ଯୁଗରେ କେତେ ଦୁଃଖ ରହିଛି, କିନ୍ତୁ ଏହି କଥାକୁ କ୍ରମ ଅନୁସାରେ ବୁଝୁଛନ୍ତି। ବାବା ତ ପ୍ରତ୍ୟହ ବୁଝାଇ ଚାଲିଛନ୍ତି। ତୁମେ ସନ୍ତାନମାନେ ଜାଣିଛ ସେ ବାବା ଆସିଛନ୍ତି ଆମକୁ ପଢ଼ାଇବା ପାଇଁ, ପୁଣି ସାଥିରେ ନେଇଯିବେ। ଯେଉଁମାନେ ସାଥିରେ ରହୁଛନ୍ତି ତାଙ୍କ ଅପେକ୍ଷା ବନ୍ଧନରେ ଥିବା ଆତ୍ମା ଅଧିକ ମନେ ପକାଉଛନ୍ତି। ସେମାନେ ଉଚ୍ଚ ପଦ ପାଇପାରିବେ। ଏହା ମଧ୍ୟ ବୁଝିବା କଥା ଅଟେ ନା। ବାବାଙ୍କ ସ୍ମୃତିରେ ବହୁତ ଛଟପଟ ହେଉଛନ୍ତି। ବାବା କହୁଛନ୍ତି, ପିଲାମାନେ ୟାଦର ଯାତ୍ରାରେ ରୁହ, ଦୈବୀ ଗୁଣ ଧାରଣ କର, ତେବେ ବନ୍ଧନ କଟି ଚାଲିବ। ପାପର ଘଡ଼ି ଶେଷ ହୋଇଯିବ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦା ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। 1ରେ ନିଜର ଚାଲିଚଳନକୁ ଦେବତାମାନଙ୍କ ଭଳି କରିବାକୁ ହେବ। କୌଣସି ଆସୁରୀ କଥା ମୁଖ ଦ୍ୱାରା କହିବାର ନାହିଁ। ଏହି ଆଖି କେବେ ବି ବିକାରୀ ନ ହେଉ। 2ରେ କ୍ରୋଧର ଭୂତ ବହୁତ କ୍ଷତି କରିଥାଏ। ତାଳି 2 ହାତରେ ବାଜିଥାଏ। ସେଥିପାଇଁ କେହି ଯଦି କ୍ରୋଧ କରେ ତେବେ ତାଠାରୁ ଦୂରେଇ ରହିବାକୁ ହେବ।
ତାକୁ ସ୍ନେହର ସହିତ ବୁଝାଇବାକୁ ହେବ। ବରଦାନରେ ବାବା କହିଲେ, ତ୍ୟାଗ, ତପସ୍ୟା ଏବଂ ସେବା ଭାବର ବିଧି ଦ୍ୱାରା ସଦା ସଫଳତା ସ୍ୱରୂପ ଭବ। ତ୍ୟାଗ ଏବଂ ତପସ୍ୟା ହିଁ ସଫଳତାର ଆଧାର ଅଟେ। ତ୍ୟାଗର ଭାବନା ଥିବା ପିଲାମାନେ ହିଁ ସଚ୍ଚା ସେବାଧାରୀ ହୋଇପାରିବେ। ତ୍ୟାଗ ଦ୍ୱାରା ହିଁ ନିଜର ଏବଂ ଅନ୍ୟମାନଙ୍କର ଭାଗ୍ୟ ନିର୍ମାଣ ହୋଇଥାଏ ଏବଂ ଦୃଢ଼ ସଂକଳ୍ପ କରିବା ହିଁ ତପସ୍ୟା ଅଟେ। ତେଣୁ ତ୍ୟାଗ, ତପସ୍ୟା ଏବଂ ସେବା ଭାବ ଦ୍ୱାରା ଅନେକ ଗୁଡ଼ିଏ ବିନାଶୀ ଏବଂ ସଂକୀର୍ଣ୍ଣର ଭାବ ସମାପ୍ତ ହୋଇଯାଇଥାଏ ଏବଂ ସଂଗଠନ ଶକ୍ତିଶାଳୀ ହୋଇଥାଏ। ଜଣେ ଯଦି କିଛି କହିଲା ତେବେ ଅନ୍ୟ ଜଣେ ତାକୁ କାର୍ଯ୍ୟରେ କରିଦେଲା, ତେବେ ବି ତୁ ମୁଁ ବା ମୋର ତୋର ନ ହେଉ, ତାହା ହେଲେ ସଫଳତା ସ୍ୱରୂପ ହେବା ସହିତ ନିର୍ବିଘ୍ନ ମଧ୍ୟ ହୋଇଯିବ। ସ୍ଲୋଗାନରେ ବାବା କହିଲେ, ସଂକଳ୍ପ ଦ୍ୱାରା ମଧ୍ୟ କାହାକୁ ଦୁଃଖ ନ ଦେବା, ଏହା ହିଁ ହେଉଛି ସମ୍ପୂର୍ଣ୍ଣ ଅହିଂସା ଅଟେ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଯୋଗକୁ ଜ୍ୱାଳାରୂପ କରିବା ପାଇଁ ଗୋଟିଏ ସେକେଣ୍ଡରେ ବିନ୍ଦୁ ସ୍ୱରୂପ ହୋଇ ମନ ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ ବାରମ୍ବାର କର। ଷ୍ଟପ୍ କହିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ବ୍ୟର୍ଥ ଦେହଭାନ ଠାରୁ ମନ ବୁଦ୍ଧି ଏକାଗ୍ର ହୋଇଯାଉଥିବ। ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତିକୁ ସାରାଦିନ ବ୍ୟବହାର କରୁଥାଅ। ଶକ୍ତିଶାଳୀ ବ୍ରେକ୍ ଦ୍ୱାରା ମନ ବୁଦ୍ଧିକୁ ନିୟନ୍ତ୍ରଣ କର। ମନ ବୁଦ୍ଧିକୁ ଯେଉଁଠାରେ ବି ଲଗାଇବାକୁ ଚାହୁଁଥିବ ଗୋଟିଏ ସେକେଣ୍ଡରେ ଲାଗିଯାଉଥିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।